ଆଜି ମାଇଁ ଭଣଜାଙ୍କର ଆଉ ଗୋଟିଏ ନୂଆ ଖାଇବା କମ୍ପିଟିସନକୁ ଆପଣମାନଙ୍କୁ ସ୍ୱାଗତ। ଆଜି ମାଇଁ କ'ଣ ବନେଇଛି ଭଣଜା ପାଇଁ ଚାଲନ୍ତୁ ଦେଖିବା। ଆଉ କିଏ ଜିତୁଛି କିଏ ହାରୁଛି ତାହା ବି ଦେଖିବା। ପ୍ରଥମେ ଆମେ ମାଇଁ କ'ଣ ଭଣଜା ପାଇଁ କି ଆମ ପାଇଁ ବନେଇଛି ପ୍ରଥମେ ତାକୁ ଦେଖିବା। କ'ଣ ତିଆରି କରିଛ ମାଇଁ କୁହ? ଆଜି ସକାଳ ଜଳଖିଆରେ ହେଇଛି ମୁଢ଼ି ଉପମା ହେଇଛି। ମୁଢ଼ିରେ ପଡ଼ିଛି ଆଳୁ, ବାଦାମ, ପେସ୍ତା ବାଦାମ, କାଜୁ ଆଉ ଟମାଟର ପରିବା ପଡ଼ିକି ଉପମା ହେଇଛି। ଆଉ ସିଙ୍ଗେଡ଼ା ହେଇଛି। ଆଉ ଜଳଖିଆ ଏବେ ଖାଇବା ପାଇଁ ହେଇଛି ମୁଢ଼ି ଉପମା, ବୁଝିପାରିଲେ? ଯାହା ଦ୍ୱାରା ଆଳୁ ଫାଳୁ ପୁରା ମାନେ କ'ଣ ଘାଣ୍ଟ କରିଦେଇଛନ୍ତି ପୁରା ବାଦାମ ପକେଇକି। ଯାହା ତ ଲାଗୁଛି ପୁରା ବାଦାମର ବହୁତ ଭେରାଇଟି ପଡ଼ିଛି, ବହୁତ ବଢ଼ିଆ ଲାଗିବ ଆଜି ଖାଇବା ପାଇଁ। ଆଉ ଦୁଇଟା ସିଙ୍ଗଡ଼ା ଥୁଆଇଛି ସକାଳ ଜଳଖିଆ ପାଇଁ। ସିଙ୍ଗଡ଼ା ବି ଥୁଆଇଛି, ପୁରା ରେଡ଼ି ହେଇକି ଅଛି। ଗୋଟେ ରାଗ ଗୋଟେ ଦେଇଥାନ୍ତ ଦେଇନା ଆଉ। ଠିକ୍ ଅଛି, ଚଳିବ। ଚଟଣି ଟିକେ ଆଣିଥାନ୍ତ ନା। ଆଉ ଘରେ ତିଆରି କରିଛି, ଯେତିକି ହେଲା ସେତିକି। ତାହେଲେ ଖାଇବା ଷ୍ଟାର୍ଟ କରିବା। ହଁ, ଠିକ୍ ଅଛି, ରେଡ଼ି 1 2 3 ଷ୍ଟାର୍ଟ। ଆମେ ଭାଇ ଗାଉଁଲି ପୁରା ସମସ୍ତେ କେବେ ବି ନୁହଁ। ହାତ ଅଛି ତ ବେଷ୍ଟ। ଗୁଣ୍ଡା କରି ଖାଇବେ ନା ଗୁଣ୍ଡା କରି ଖାଇଲେ ସରିଯିବ, ପୁଣି ମୁଁ କ'ଣ କରିବି? ବିଲକୁଲ ନାହିଁ। ତୁ ଭାତ ଖାଇଲା ବେଳେ ଖା। ବୋଲେ ମୁଢ଼ି ଉପମାଟା କେମିତି? ଯାଉନି ଯଦି ପାଣି ପିଇଦେ। ଭାରି ସକାଳ ଜଳଖିଆରେ ହାଲକା ଫୁଲକା ଖାଇବା ଇଏ। ଜବରଦସ୍ତ। ଟେଷ୍ଟ ସହିତ ନ୍ୟୁଟ୍ରିସନ୍ ଅଛି, କାରଣ ବାଦାମ ପଡ଼ୁଛି। ବ୍ରେନ୍ ପାଇଁ ବହୁତ ଭଲ, ଦିମାଗ ପାଇଁ ବହୁତ ଭଲ। ଆପଣ ବି ସକାଳୁ ଉଠି ଖାଆନ୍ତୁ ମୁଢ଼ି ଆଳୁ ବାଦାମ ବାଲା ଉପମା। କମ୍ପିଟିସନରେ ଜିତିବା ଲକ୍ଷ୍ୟକୁ ନେଇକରି ଦୁଇ ଜଣ ଯାକ ବହୁତ ସ୍ପିଡ୍ ଅଛନ୍ତି। କିଏ ସେ ଜିତୁଛି ସାଙ୍ଗମାନେ ଆମେ ଲାଷ୍ଟରେ ଦେଖିବା। ବହୁତ ଚେଷ୍ଟା କରୁଛନ୍ତି, କଷ୍ଟ କରୁଛନ୍ତି ସାଙ୍ଗମାନେ। ସେଥିପାଇଁ ଆପଣମାନେ ତାଙ୍କ ଚ୍ୟାନେଲକୁ ସବସ୍କ୍ରାଇବ୍ ଟିକେ କରିଦେଲେ ସେ ବହୁତ ଖୁସି ହୁଅନ୍ତେ। ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଲାଇକ୍ ବଟନ୍ ଟିପି ଦିଅନ୍ତୁ। ସାଙ୍ଗମାନେ ଆପଣମାନଙ୍କର ସାଥ ରହିଲେ ସେ ବହୁତ ଆଗକୁ ଯାଇପାରିବେ। ଆପଣ ଟିକେ ତାଙ୍କୁ ସାଥ ଦିଅନ୍ତୁ। ମାଇଁ ଭଣଜା ଟିକେ ଆଗକୁ ଯାଆନ୍ତୁ, ତାଙ୍କ ଚ୍ୟାନେଲର ନାଁ ରହୁ।
ବହୁତ ପିଲା ଦୁଇଟା ଚେଷ୍ଟା କରୁଛନ୍ତି, କଷ୍ଟ କରୁଛନ୍ତି। ଖାଲି ଯାଉ ମୁଁ କହିଲି ପାଣି ପିଇ ପିଇ ଶୋଇଗଲ। ଦୁଇ ଜଣ ଯାକଙ୍କର ଏକା ସାଙ୍ଗରେ ସରିବାକୁ ଯାଉଛି, ତଥାପି ମୋତେ ଲାଗୁଛି ଭଣଜା ଜିତିଯିବ। ତାର ଆଉ କିଛି ନାହିଁ, ମାଇର ଆଉ ଅଳ୍ପ ରହିଗଲା। 2 ସେକେଣ୍ଡରେ ଭଣଜା ଜିତି ଯାଇଛି, କାରଣ ଭଣଜା ପାଟିରେ ଆଉ କିଛି ନାହିଁ, ସଫା ହେଇଯାଇଛି। ମାଇ ପାଟି ଚାକୁଳି କରୁଛି ମାନେ ମାଇର ପାଟିରେ ଅଛି। ତ ଆଜିର ଖାଇବା କମ୍ପିଟିସନରେ ଭଣଜା ଜିତିଛି, ମାଇ ହାରିଛି। ଏବଂ ଭଣଜା ବର୍ତ୍ତମାନ, ମାଇ ବି ବହୁତ ଖୁସି ଅଛି ହାରିକି, କାହିଁକିନା ବହୁତ ଥର ଜିତି ସାରିଲାଣି, ହାରିକି ବହୁତ ଖୁସି ଅଛି। ବର୍ତ୍ତମାନ ପନିସମେଣ୍ଟଟା ପାଇବ, ସେ ଦୁଃଖ ତାର ନାହିଁ, ଖୁସି ଅଛି। ଯାହା ହଉ, ଠିକ୍ ଅଛି। ବର୍ତ୍ତମାନ ଭଣଜା ମାଇ ପାଇଁ ପନିସମେଣ୍ଟ ଆଣିବ। ଆଉ କ'ଣ କହିବେ ଆ ଭିତରେ? ଆମ ଚ୍ୟାନେଲକୁ ସେ ସବସ୍କ୍ରାଇବ୍ କରନ୍ତୁ। A few moments later. ଆଜି ମୁଢ଼ି ଉପମାରେ ଭଣଜା ଜିତିଛି, ମାଇ ହାରିଛି। ମାଇ ଭଣଜା ପୁରା ବହୁତ ଖୁସି, ପୁରା ମନ ନାଚୁଛି ଆଉ। 3 ଥର ହାରିଲା ପରେ 3 ଥର ଅଟା ଆଉ କ'ଣ କ'ଣ ଅବାଗିଆ ଜିନିଷ ଖାଇଲା ପରେ ଯେମିତି ଜିତିଛି। ଯାହା ହଉ, ଠିକ୍ ଅଛି। ଭଣଜା କ'ଣ ମାଇ ପାଇଁ ପନିସମେଣ୍ଟ ଆଣିଛି ତାକୁ ଦେଖିବା, ତାପରେ ପନିସମେଣ୍ଟ ମାଇ ନେବ। ମାଇ କାଢ଼ନ୍ତୁ। କ'ଣ ଇଏ? କୋବି ପତର, ବନ୍ଧାକୋବିର ପତର। ତମେ ଗାଈ ହେଇକି ଖାଅ ହେଲା। ମୁଁ କାଇଁ ଗାଈ ହେବି ମ? ଧର, କେଇଟା ଖାଇବ, ଗୋଟେ ନା ଦିଟା? ମୁଁ ଟୋଟାଲି ଖାଇବି ହିଁ ନାହିଁ। ପନିସମେଣ୍ଟ ଇଜ ପନିସମେଣ୍ଟ। ବନ୍ଧାକୋବି କିଏ ଖାଏ? ହଁ, କେଇଟା ଖାଇବ? ଖାଅ, ବଢ଼ିଆ ଲାଗିବ। ଜାପାନ ବା ଅଲଗା ଦେଶରେ ବନ୍ଧାକୋବିକୁ ବହୁତ ଭଲ ପାଆନ୍ତି। କଞ୍ଚା କଞ୍ଚା ଆଜ ସାଲେଡ୍ ସେଇଟା ଲାଷ୍ଟକୁ ଖିଆଯାଏ, ବହୁତ ଭଲ ଲାଗେ। ତ ତମକୁ ଭଲ ନ୍ୟୁଟ୍ରିସିୟସ୍ ଜିନିଷ ଦିଆଯାଇଛି। ଏତେ ସବୁ କହିବାକୁ ଗଲେ ବି ସିଙ୍ଗଡ଼ାଟା ବହୁତ ହେଭି ଥାଏ। ମୁଁ ଗୋଟେ ଖାଉଛି, ଆଉ ଗୋଟେ ଖାଉ। ଆଉ ଗୋଟେ ଖାଉ ମାନେ ଆଉ ଗୋଟେ ଖାଇପାରିବି। ଗାଈ ଖାଇଲା ଭଳିଆ ଖାଉଛନ୍ତି, କାରୁମ କାରୁମ କରିକି ପୁରା କାରୁମ କରିକିରି। ବଢ଼ିଆ ଲାଗୁଛି, ଟେଷ୍ଟଟା ଲାଗୁଛି, ବଢ଼ିଆ ଲାଗୁଛି। ଭଲ ଲାଗୁନି? ଟମାଟୋ ସସ୍ ଥିଲା, ତୁ ଫୋପାଡ଼ି ଦେଲୁ। ଟମାଟୋ ସସ୍ଟାରେ ଲଗେଇକି ଖାଇଥିଲେ ବଢ଼ିଆ ଲାଗିଥାନ୍ତା। ଏଇଟା ଟମାଟୋ ସସ୍ ତ ଯଦି ଛାଡ଼ି ଦେଇଥିଲେ ଆଜି ହେଇଥାନ୍ତା। ଦେହ ଶୀଘ୍ର ଖାଅ, ଆଉ ଖଣ୍ଡେ ରହିଲା। ଆଉ ମୁଁ ଖାଇବିନି। ମୋତେ କେମିତି ଢୋକିବି ସେଇଟା ଚିନ୍ତା। ପାଣି ଅଛି, ମୁଁ ଢୋକିବା ସହିତ ମୁଁ କହିବି ଚବେଇକିରି ଖାଇବ, ଯେମିତି ରସଟା ତା ପାଟି ଭିତରେ ମିଶିକିରି ଯେମିତି ପୁରା ପୁରା ଯେମିତି ମୋତେ ରାଗ ହେଇଥିଲେ ସେ ଗୋଲମରିଚ ନେଇକି ସେମିତି ଖାଆନ୍ତି, ପୁରା ଏକାଥରେ ଝାଳ ଫାଳ ବୁଡ଼ି ଯାଇଥିଲି। ଅବଶ୍ୟ ଏବେ ଝାଳ ବୁଡ଼ି ଯାଉଛି। ଟେମ୍ପରେଚର ଧୀରେ ଧୀରେ ବଢ଼ିଲାଣି। ବନ୍ଧୁ, ଆରେ ଭଣଜା, ମାଇ କହୁଛି ମୁଁ ସେଇ ଖଣ୍ଡେ ଖାଇବି, ଆଉ ଖାଇବିନି। କ'ଣ ତମେ ଯାହା କହିବ, କାହିଁକିନା ତମେ ଅବଶ୍ୟ ସେ ଖାଇ ବି ପାରିବେନି, ଯାହା ଜଣାପଡ଼ିନି ସେ ଖାଇପାରିବେନି। ତାଙ୍କ ମୁହଁ, ଆଖି, ନାକ ଦେଖି ଯେମିତି ଲାଗିଲାଣି ଆଉ ମାନେ ସେତିକି ତାଙ୍କ ପାଇଁ ଦଣ୍ଡ ମାନେ ହେଇଗଲା। ହଉ ଠିକ୍ ଅଛି, ଛାଡ଼ିଦେବା। ଛାଡ଼ିଦେ। ଠିକ୍ ଅଛି, ଭଣଜା ତୁମକୁ ଆଜି ଦୟାକରି ଛାଡ଼ି ଦେଇଛନ୍ତି, କାରଣ ସିଏ ଭାବୁଛନ୍ତି ମାଇ ଗୁରୁଜନ ଲୋକ, ତାଙ୍କୁ ବେଶୀ ପନିସମେଣ୍ଟ ଦେଲେ ସେ କାଳେ ରାଗିଯିବେ। ସେଥିପାଇଁ ଭଣଜା ଛାଡ଼ି ଦେଇଛି ଦୟା କରିକିରି। ଠିକ୍ ଅଛି, ଯେଉଁ ପନିସମେଣ୍ଟଟା ଦେଇଛି ସେଇଟା ଫୁଲଫିଲ୍ ହେଇଛି କି ନାହିଁ ଦେଖାନ୍ତୁ। ହଁ, ସରିଛି ଆଉ। ପନିସମେଣ୍ଟ ପାଇଁକି ଆପଣ କେମିତି ଖୁସି ଅଛନ୍ତି ନା ଦୁଃଖ କରୁଛନ୍ତି, ନା କ'ଣ ରାଗୁଛନ୍ତି, ନା କ'ଣ ଆପଣଙ୍କର ଅନୁଭୂତି? ପନିସମେଣ୍ଟ ଇଜ ପନିସମେଣ୍ଟ, ଦୁଃଖ କେମିତି? ଆଉ
ପନିଶମେଣ୍ଟ ଆଉ ଗୋଟେ କ'ଣ ଖାଇକି ଯାଆନ୍ତୁ। ଖାଇ ହଉନି। ହଁ ଠିକ୍ ଅଛି। ଖାଇବନି ଆଉ କ'ଣ କରିପାରିବା। ତ ଦର୍ଶକ ବନ୍ଧୁ ଆପଣଙ୍କୁ ଆଜି ଆମ ଭିଡ଼ିଓଟା କେମିତି ଲାଗିଛି କ'ଣ ଟିକେ କୁହନ୍ତୁ। ଆଉ ଆମ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିବାକୁ ନିଶ୍ଚୟ ଭୁଲନ୍ତୁନି, କାରଣ ମୁଁ ଯାହା ଦେଖିଲିଣି ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି। ଟିକେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲଟାକୁ ଟିକେ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ କି ଆପଣଙ୍କୁ ଆମ ଭିଡ଼ିଓଟା କେମିତି ଲାଗିଛି। ଅବଶ୍ୟ ମାଇ ପୁରା ଝାଳ ନାଳ ପୁରା ବୁଡ଼ିଗଲେଣି, ଯାହା ଜଣାପଡ଼ିଲେଣି। ଠିକ୍ ଅଛି, ତ ଆର ଭିଡ଼ିଓକୁ ଦେଖିବା କି ଆମେ ଆଉ କ'ଣ କ'ଣ ପନିଶମେଣ୍ଟ ଲାଗିଛୁ ଆଉ କ'ଣ ନୂଆ ନୂଆ ଖାଦ୍ୟ ଆଣିଛୁ। ଆଜି ଅବଶ୍ୟ ମୁଢ଼ି ଉପମା ମୁଁ କେବେ ମୁଁ ନିଜେ ୟୁନିକ୍ ଶୁଣିଛି। ମୁଁ ଏତେ ସବୁ ଖାଇବା ଭିଡ଼ିଓ ଦେଖୁଛି, ମୁଁ ବି ନିଜେ ୟୁନିକ୍ ଶୁଣିଛି ମୁଢ଼ି ଉପମା। ତ ମୁଢ଼ି ଉପମା ଯେମିତି ହେଇଥିଲା ଆପଣ ବି ନିଜେ ଘରେ ତିଆରି କରନ୍ତୁ ଆଉ ଖାଆନ୍ତୁ। ଧନ୍ୟବାଦ, ଜୟ ଜଗନ୍ନାଥ।